କୈକେୟୀ ମୁନି ସେ ଯେପରି ରାମକୁ ସ୍ନେହ କରନ୍ତି ସେ ସମ୍ମାନ ପାଇ ନିଶ୍ଚୟ ଆନନ୍ଦିତ ହେବେ। ଏଥିରେ କୌଣସି ସନ୍ଦେହ ନାହିଁ।
ରାଣୀ ଚିତ୍ର ପ୍ରକାଶ କର। ଆପଣଙ୍କ କଥାରେ ମୋର ବିଶ୍ୱାସ ନାହିଁ। ଆପଣ ଅନେକ ସମୟରେ ମୋର ମନ ତୃପ୍ତି କରି ଆପଣଙ୍କର ଆଶା ପୂର୍ଣ୍ଣ କରିଥାନ୍ତି। ସେ ଯାହା କହିଥାନ୍ତି ମାଗିଲେ ସେ ସବୁ ଗୋଡ଼େଇ ଦିଅନ୍ତି। ରାଣୀ ମୋର ଅବଶ୍ୟ ନୂତନ ବିଷୟରେ କିଛି ଅନୁରୋଧ କରିବିନି। ଯାହା ପୂର୍ବରୁ ସ୍ୱୀକାର କରିଛନ୍ତି ତାହା ହିଁ ପୂରଣ କରିବାକୁ ମୋର ପୂର୍ବରୁ ସ୍ୱୀକାର କରି ଆଜି ପର୍ଯ୍ୟନ୍ତ ଏ ରଥ ତୁମକୁ ଦେଇନାହିଁ। ମିଥ୍ୟାବାଦୀ ପ୍ରବଞ୍ଚକ ତାହା ପ୍ରକାଶ କର। ଏହି ସଂହିତା ପ୍ରଦାନ କରିବି। ସତ୍ୟ ନିଶ୍ଚୟ ରକ୍ଷା କରିବେ ତ? ବାସ୍ତବିକ ନାରୀ ଜାତିର ଅବୋଧ ପରୀକ୍ଷା କରି ଦେଖିବ ସତ୍ୟତାର ମୂଲ୍ୟ। ଜାଣିଲି ତୁମ୍ଭର ଅକଟ ଅନ୍ତର, ଆଏ ମୂର୍ଖ ଗୁଣ କଳାକାର। କେଉଁ ସମ୍ମୁଖରୁ ପରି କଳାକାର, ଅନ୍ତର ମଧ୍ୟରେ ସାହସ୍ୟ। ମନେ ତୁମ୍ଭେ କର ସମର ସୁନ୍ଦର, ହୋଇ ମୁଖାରତି କରି ମନେ ଅଛି ନା ପୂର୍ବେ ସମ୍ବଲପୁର ଯୁଦ୍ଧରେ ମୁଁ ଯେତେବେଳେ ଆପଣଙ୍କ ପ୍ରାଣ ରକ୍ଷା କରିଥିଲି, ଆପଣ ସେତେବେଳେ ସନ୍ତୁଷ୍ଟ ହୋଇ ମୋତେ 2 କୋଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ବର କିଛି ମୋର ପ୍ରয়োଜନ ନଥିଲା। ମୁଁ କହିଥିଲି ମୋର ପ୍ରয়োଜନ ସମୟରେ ସେ ବର 2ଟି ମାଗିନେବି। ବର୍ତ୍ତମାନ ସେ ବର 2ଟି ମୋର ଦରକାର। ଦିଅନ୍ତୁ ରାଜା, ସେ ବର 2ଟି ମୋତେ ଦିଅନ୍ତୁ। ରାଣୀ ଏତେ କହିବା ପ୍ରୟୋଜନ ନାହିଁ। ତୁମେ ସେ ବର ମାଗ। ବର ପାଇଁ ସନ୍ତୁଷ୍ଟ ହୋଇ ମୋର ଅଙ୍ଗମଣ୍ଡନ କର। ଶୁଣନ୍ତୁ ରାଜା, କୁହ ରାଣୀ। ପ୍ରଥମ ବର, ରାମ ପରିବର୍ତ୍ତେ ମୋ ପୁଅ ଭରତ ହେବ 14 ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟାର ରାଜା। ଦ୍ୱିତୀୟ ବର, ଆଜିଠାରୁ 14 ବର୍ଷ ପର୍ଯ୍ୟନ୍ତ ରାମ ଚଟ୍ଟଭକ୍ତ ଧାରଣ କରି ବନବାସ ଯିବ। 14 ବର୍ଷ ପରେ ଫେରି ଅଯୋଧ୍ୟାର ରାଜା ହେବ। ଏହା ହିଁ ମୋର ଅନୁରୋଧ। କହିଲୁ ରାଣୀ। ମୋର ସର୍ବନାଶ କରୁ କେହି ତୁମର ସର୍ବନାଶ କହି କଲୁ କି ସର୍ବନାଶ
ମୁଁ ଏ ଗଦା ପିଏ
ଆଜି ଅବସର ଋଷି ଗଣରାଜ୍ୟ ଦ୍ୱାରଦଶରେ ଉପସ୍ଥିତ ତଥାପି ରାଜାଙ୍କର ବିଦ୍ୟା ଆଚ୍ଛା ଶୟନ କକ୍ଷକୁ ଯାଇ ଡାକେ। ମହାରାଜ ମହାରାଜ ଆଜି ଅଭିଷେକ ଦିନ ଋଷି ଗଣରାଜ୍ୟ ଗଣ ଦ୍ୱାରଦଶରେ ଉପସ୍ଥିତ ଆପଣ ଶୀଘ୍ର ସଜା ତ୍ୟାଗ କରି ବିଜୟ କରନ୍ତୁ। ମହାରାଜ ଏପରି କାରଣ କରିପାରିଛି ରାଜା ବର୍ତ୍ତମାନ ରାମ ଅଭିଷେକ ନିମନ୍ତେ ରାତ୍ର ଜାଗରଣ ପୂର୍ବକ ନିଦ୍ରାରେ ଆସକ୍ତ ହୋଇ କ'ଣ ଗୁଡ଼େ ଗପି ଯାଉଛନ୍ତି। ଅତଏବ ତମେ ସେଥିରେ ମୁଣ୍ଡ ଖାଇବା କିଛି ଆବଶ୍ୟକ ନାହିଁ। ତୁମେ ଶୀଘ୍ର ଯାଇ ରାଜନନ୍ଦନ ରାମକୁ ଏଠାକୁ ଡକେଇ ଆଣ। ସେ ଆସିଲେ ରାଜାଙ୍କୁ ନିଦ୍ରାରୁ ଉଠାଇବେ। କୈକେୟୀ ଆଦେଶ କରୁଛନ୍ତି ରାମଚନ୍ଦ୍ରଙ୍କୁ ଡାକି ଆଣ। ଏହାର କାରଣ ଅମୃତ ବୃକ୍ଷରେ ବିଷ ପଡ଼ିଗଲା। ରାଜା ବୁଢ଼ା ହେଲେ ତଥାପି ନାରୀ ଲୋଭ ଛାଡ଼ିଲାନି। ଏଥିରେ ନିଶ୍ଚୟ କୈକେୟୀର ପ୍ରତୀକ ଅଛି। ଆନନ୍ଦରେ କୋଳାହଳମୟ ଏପରି ସମୟରେ ଭରତ ଶତ୍ରୁଘ୍ନର ଅନୁପସ୍ଥିତ ମୋତେ ଏକାନ୍ତ ବାଧୁଛି। ନାଥ ତେବେ ପିତାଙ୍କୁ କହି ସେମାନଙ୍କୁ ଅଣେ ଅଭିଷେକ କରାଇଥିଲେ ତ ଭଲ ହୋଇଥାନ୍ତା। ଆଜି ନିମନ୍ତେ ଆଉ ଅବସର ପାଇଁ ଭଲ ଦିନ ନୁହେଁ। ସେହିପରି ଭାବରେ ପିତୃଦେବତାଙ୍କୁ ନ ଡକାଇ ତରତର ହୋଇ ଏସବୁ କରାଇତେ ଯାଇଛନ୍ତି। ନାଥ ଏପରି ଶୁଭ ଦିନରେ ସେମାନଙ୍କ କଥା ଚିନ୍ତା କରି ମନରେ ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ ପୂଜ୍ୟପାତ। ସେତେ ବର୍ତ୍ତମାନ ପ୍ରଭାତ ମୋର ପ୍ରଭାତ କାଳୀନ ପିତୃଦର୍ଶନ ଟିକେ ବିଳମ୍ବ ହୋଇଗଲାଣି। ପିତୃଦେବ ଭାବୁଥିବେ ରାମ ଖୁସିରେ ଉତ୍ପତ୍ତ ହୋଇ ମୋର ଦର୍ଶନ ପାଖରେ ଦେଇଛି। ତୁମେ ଶୀଘ୍ର କାର୍ଯ୍ୟ ଶେଷ କର। ମୁଁ ଏଇ କ୍ଷଣି ପିତୃଦେବଙ୍କୁ ଦର୍ଶନ କରି ଫେରୁଛି। ଜୟ ଯୁବରାଜ ରାମଚନ୍ଦ୍ରଙ୍କର ଜୟ। ଜୟ ଯୁବରାଜ ରାମଚନ୍ଦ୍ରଙ୍କର ଜୟ। ଏତେ ପ୍ରଭାତରୁ ମୋ ନିକଟକୁ ଆସିବାର କାରଣ କ'ଣ ସୁମନ୍ତ? ଯୁବରାଜ କୌଶଲ୍ୟା ବାସ୍ତବିକ ଶତ୍ରୁଘ୍ନ ଓ ରତ୍ନ ଆପଣଙ୍କ ପିତା ଡକାଇବା ନିମନ୍ତେ କୈକେୟୀ ସହିତ ଦେଖା କରିବା ନିମନ୍ତେ ଶୀଘ୍ର ବ୍ୟାଘ୍ର ସୁଧାରି ବିଜୟ କରନ୍ତୁ। ତେବେ ଚାଲ ଶୀଘ୍ର ଯାଆନ୍ତୁ। ମୋର ବଡ଼ ଭୁଲ ହୋଇଯାଇଛି ସୀତେ। ମୋର ପ୍ରଭାତ କାଳୀନ ପିତୃଦର୍ଶନ ଟିକେ ବିଳମ୍ବ ହୋଇଯାଇଛି ବୋଲି ମୋର ହିତକାଂକ୍ଷିଣୀ ମା କୈକେୟୀ ମନେ ପକାଇ ଡକାଇ ପଠାଇଛନ୍ତି। ତୁମେ ଶୀଘ୍ର କାର୍ଯ୍ୟ ଶେଷ କର। ମୁଁ ଏଇ କ୍ଷଣି ପିତୃଦର୍ଶନ ସାରି ପାରିଛି। ଶୀଘ୍ର ଯାଆନ୍ତୁ ନାଥ। ଏ କି ଆଶ୍ଚର୍ଯ୍ୟ! ପିତୃଦେବଙ୍କ ମୁଖରୁ ଆଜି ସ୍ନେହ ବାକ୍ୟ ପରିବର୍ତ୍ତେ ଏପରି ନିଷ୍ଠୁର ବାକ୍ୟ କାହିଁକି ପ୍ରୟୋଗ କରୁଛନ୍ତି? ଯେଉଁ ପିତା ଅନ୍ୟ ସମୟରେ ଭୟଙ୍କର ରାଗାନ୍ୱିତ ଥିଲେ ସୁଦ୍ଧା ମୋତେ ଦେଖିବା ମାତ୍ରେ ସ୍ନେହ କରନ୍ତି, ଆଜି ସେହି ପିତା ମୋତେ ଦେଖିବା ମାତ୍ରେ ଏପରି ନିଷ୍ଠୁର ବାକ୍ୟ କାହିଁକି ପ୍ରୟୋଗ କରୁଛନ୍ତି? ମା ମା ମୋର ଅଜ୍ଞାତ ବଶତଃ ଏପରି କି ଭୁଲ ହୋଇଯାଇଛି ମା? ପିତା ଆଜି ମୋତେ ସ୍ନେହ ବାକ୍ୟ ପରିବର୍ତ୍ତେ ଏପରି ନିଷ୍ଠୁର ବାକ୍ୟ ପ୍ରୟୋଗ କରୁଛନ୍ତି। ପିତାଙ୍କର ଅଭିପ୍ରାୟ ବାକ୍ୟ ପ୍ରକାଶ କର, ଶୀଘ୍ର ପ୍ରକାଶ କର। ରାମ ଚିନ୍ତା କରନା। ପିତାଙ୍କର କୌଣସି ଅମଙ୍ଗଳ
କରିନାହିଁ କିମ୍ବା ତୁମ ପ୍ରତି ତାଙ୍କର କୌଣସି ବିରକ୍ତ ଭାବ ନାହିଁ, ମାତ୍ର ତାଙ୍କର ଗୋଟେ ମନୋଗତ ଭାବ ଅଛି। ତେଣୁ ଅପ୍ରିୟ ହେତୁ ତୁମ ନିକଟରେ ପ୍ରକାଶ କରିବାକୁ ଏପରି କାତର ବାକ୍ୟ ପ୍ରୟୋଗ କରୁଛନ୍ତି। ଏ ଚରଣ ଦାସ ନିକଟରେ କି ଭୟ ଅଛି ମା? ରାମଚନ୍ଦ୍ର ପିତା ବର୍ତ୍ତମାନ ସତ୍ୟରେ ଆବଦ୍ଧ। ସେ ତୁମକୁ ସେ ବିଷୟରେ କହିବାକୁ କୁଣ୍ଠିତ ଓ କାତର। ଯଦି ପିତୃ ସତ୍ୟ ଅନଥା ନ କର ତାହେଲେ ସେ ବିଷୟରେ ମୁଁ ତୁମକୁ କହିବି, କିନ୍ତୁ ସେ ବିଷୟରେ ସେ ତୁମକୁ କହିବେନି ଏହା ନିଶ୍ଚୟ ଜାଣିଛ। ଠିକ୍ ଦେବୀ, ତୁମର ଏ କଥା ମୋ ଆଗେ କହିବା କଥା। ପିତା ମୋର ଗୁରୁ ପରମ ଦେବତା ସୁତରାଂ ରାଜା, ତାଙ୍କର ଯଦି ଆଦେଶ ହୁଏ ଏ ରାମଚନ୍ଦ୍ର ହଳାହଳ ବିଶ୍ୱକୁ ଭକ୍ଷଣ କରିବା, ଅଥଳ ସମୁଦ୍ରରେ ସନ୍ତରଣ କରିବା, ପ୍ରଚଣ୍ଡ ଅଗ୍ନିରେ ନିଜକୁ ଭସ୍ମ ଦେବାକୁ ତିଳେ ମାତ୍ର କୁଣ୍ଠିତ ହେବ ନାହିଁ। ଶୀଘ୍ର କୁହ ମାତା, ଶୀଘ୍ର ପିତାଙ୍କର ଅଭିପ୍ରେତ ବାକ୍ୟ ପ୍ରକାଶ କର। ମୁଁ ପ୍ରତିଜ୍ଞା କରୁଛି ନିଶ୍ଚୟ ପିତୃ ସତ୍ୟ ପାଳନ କରିବି। ତେବେ ଶୁଣୁ ରାମ, ପୂର୍ବେ ସମରାପୁର ଯୁଦ୍ଧରେ ମୁଁ ଯେତେବେଳେ ତୁମ ପିତାଙ୍କର ପ୍ରାଣ ରକ୍ଷା କରିଥିଲି, ଆଉ ସେତେବେଳେ ସେ ସନ୍ତୁଷ୍ଟ ହୋଇ ମୋତେ 2ଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ସେତେବେଳେ ତ ସେ ବରଙ୍କର କିଛି ପ୍ରୟୋଜନ ନଥିଲା। ମୁଁ କହିଥିଲି ମୋର ପ୍ରୟୋଜନ ସମୟରେ ସେ ବର 2ଟି ମାଗି ନେବି। ବର୍ତ୍ତମାନ ତୁମର ଶପଥ ଦେଇ କହି ସେ ବର 2ଟି ମାଗିବାରୁ ସେ ଲଜ୍ଜିତ ହୋଇ କିଛି କହୁନାହାନ୍ତି। ତୁ କହିଲୁ ରାମ, ପିତୃସତ୍ୟ ପାଳନ କରିବୁ ତ? ପୁନଃ ପ୍ରତିଜ୍ଞା କରୁଛି ମା, ମୋର ପ୍ରିୟ ଧନୁଷର ଧରି ଶପଥ କରୁଛି, ମୁଁ ନିଶ୍ଚୟ ପିତୃ ସତ୍ୟ ପାଳନ କରିବି। ତେବେ ଶୁଣ ରାମ, ତୋ ପିତା ଦେଇଥିବା 2 ବର। ପ୍ରଥମ ବର, ତୁମ ପରିବର୍ତ୍ତେ ମୋ ପୁଅ ଭରତ ହେବ 14 ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟାର ରାଜା। ବର୍ତ୍ତମାନଠୁ 14 ବର୍ଷ ପର୍ଯ୍ୟନ୍ତ ତୁମେ ଜଟା ବକ୍କଳ ଧାରଣ କରି ବନବାସ ଯିବ। ସବରେ ଫେରି ଅଯୋଧ୍ୟା ସିଂହାସନରେ ଆରୋହଣ କରିବ। ପିତା ମୋ ନିକଟରେ ସତ୍ୟ କରିଛନ୍ତି, ଅତଏବ ତାହା ତୁମକୁ ପାଳନ କରିବାକୁ ପଡ଼ିବ। ସାମାନ୍ୟ ସତ୍ୟ ପାଳନ କରିବା ହେ ରାମଚନ୍ଦ୍ର ନିକଟରେ ଅସମ୍ଭବ ନୁହେଁ। ଯେଉଁ ବଂଶରେ ରାଜା ହରିଶ୍ଚନ୍ଦ୍ର ଜନ୍ମ ଗ୍ରହଣ କରି ସତ୍ୟତା ରକ୍ଷା କରିବାକୁ ଯାଇ ଚାଣ୍ଡାଳ ଦ୍ୱାରା ଦାସତ୍ୱ କରିଥିଲେ, ନିଜର ନାରୀକୁ ବିକ୍ରୟ କରିପାରିଥିଲେ, ସେ ବଂଶରେ ଜନ୍ମ ଗ୍ରହଣ କରି ରାମଚନ୍ଦ୍ର ଏଡ ଅଧମ ନୁହଁ ଯେ ପିତାଙ୍କର ସତ୍ୟ ଭଙ୍ଗ କରି ତାଙ୍କୁ ନର୍କଗତି କରାଇବ। ଯଦି ଏ କଥା ଘଟିବାର ଥିଲା ତେବେ ପୂର୍ବରୁ କହିଥିଲେ ମୋତେ ଭଲ ହୋଇଥାନ୍ତା। ବାବା ରାମ, ତାହା ହୋଇଥିଲେ ତୋ ଯଶ ଆଜି ପୃଥିବୀ ଦାନ କରୁନଥାନ୍ତା। ରାମ, ପିତାମହ ଲଜ୍ଜିତ ହୋଇ ତତେ କିଛି କହୁନାହାନ୍ତି। ଅତଏବ ତୁ ଆଉ କାଳ ବିଳମ୍ବ ନ କରି ଶୀଘ୍ର ବନ